ନମସ୍କାର ବନ୍ଧୁଗଣ ଶୁଭ ସକାଳକୁ ସ୍ୱାଗତ ଜଣାଉଛି। ନୂଆ ଆଜିର ଅପଡେଟକୁ ନଜର ପକେଇବା। ଦ୍ରୁତ ବେଗରେ ପରିବର୍ତ୍ତନ ହେଉଛି ପାଣିପାଗର। ପ୍ରବଳ ଥଣ୍ଡାରୁ ଏବେ ମୁକ୍ତି ପାଇଛନ୍ତି ଦେଶବାସୀ। ଦୋରେ ବର୍ତ୍ତମାନ ତାପମାତ୍ରାରେ ବୃଦ୍ଧି ରେକର୍ଡ କରାଯାଇଛି। ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଲାଗି ରହିଛି। ଏହା ବ୍ୟତୀତ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ହାଲକା ବର୍ଷା ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ତାପମାତ୍ରା ବୃଦ୍ଧି ପାଇଁ 10 ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ତେବେ ବର୍ତ୍ତମାନ ଆଗାମୀ ଦିନଗୁଡ଼ିକୁ ନେଇ ବଡ଼ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗର। ଦିଲ୍ଲୀରେ ଆଜି ସାଧାରଣତଃ ବାଦଲ ଛାଇ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ପାଣିପାଗ ବିଭାଗ ଅନୁସାରେ ରାଜଧାନୀ ଦିଲ୍ଲୀ ବ୍ୟତୀତ ଜାମ୍ମୁ କାଶ୍ମୀର, ହିମାଚଳ, ହରିୟାଣାର ଚଣ୍ଡିଗଡ଼ର ପଶ୍ଚିମ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର କିଛି ସ୍ଥାନରେ ଝଡ଼ ତୋଫାନ ହେବା ସହ ବଜ୍ରପାତ ବିଭାଗ କେନ୍ଦ୍ର। ତେବେ ପାଣିପାଗ ବିଭାଗ ସୂଚନା ଦେଇଛି ଯେ ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ରେ 30-40 ମିଲ ପ୍ରତି ବେଗରେ ଭାର। ଏହା ବ୍ୟତୀତ ହିମାଚଳ ପ୍ରଦେଶରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ତୁଷାରପାତ ହେବା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି। ଗତକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ବରଫ ପଡ଼ିଥିବା ରେକର୍ଡ ହୋଇଥିବା ବେଳେ ରାଜ୍ୟର ମଧ୍ୟ ତଥା ପାହାଡି ଇଲାକାରେ ଭିନ୍ନ ଭିନ୍ନ ସ୍ଥାନରେ ତୁଷାରପାତ ହୋଇପାରେ। ସେହିପରି ତଳୁଆ ଅଞ୍ଚଳଗୁଡ଼ିକ ପାଇଁ ପାଣିପାଗ ବିଭାଗ ବଜ୍ରପାତ ସହ କୁଆପଥର ମାଡ଼ ହେବାର ଚେତାବନୀ ଜାରି କରିଛି। ପାଣିପାଗ ବିଭାଗ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ରାଜଧାନୀ ଦିଲ୍ଲୀରେ ଆଜି ସର୍ବାଧିକ ତାପମାତ୍ରା 19 ଡିଗ୍ରୀ ସେଲସିୟସ ରହିବା ନେଇ ଅନୁମାନ କରାଯାଉଛି। ଏହା ପୂର୍ବରୁ ଗତକାଲି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଥିଲା।